हरि ओम सच्चिदानंदरूपाय विश्वोत्पत्त्यादिहेतवे तापत्रय विनाशाय श्रीकृष्णाय वयं नमः। जं प्रव्रजन्तमनुपेतमपेतकृत्यं द्वैपायनो विरहकातर आजुहाव पुत्रेति तन्मयतया तरवोऽभिनेदु तं सर्वभूतहृदयं मुनिमानतोऽस्मि। नीलाचलनिवासाय नित्याय परमात्मने बलभद्रसुभद्राभ्यां जगन्नाथाय ते नमः। अनंतकोटि ब्रह्मांड नायक राजराजेश्वर भक्तवत्सल मुरली मनोहर ब्रजसुंदर भगवान श्रीकृष्णଙ୍କର ଅଭୟ ଶ୍ରୀ ଚରଣାରବିନ୍ଦରେ ଅନନ୍ତ କୋଟି ଦଣ୍ଡବତ। ଉଦ୍ଭବ ସ୍ଥିତି ସଂହାର କାରିଣୀଂ କ୍ଲେଶହାରିଣୀଂ ପରମ ପ୍ରେମମୟୀ ପରମ ଭାବମୟୀ ପରମ ରସମୟୀ ମା ଆହ୍ଲାଦିନୀ ଶକ୍ତି ସ୍ୱରୂପିଣୀ ଶ୍ରୀରାଧାଙ୍କର ଅଭୟ ଶ୍ରୀ ଚରଣାରବିନ୍ଦରେ ଅନନ୍ତ କୋଟି ଦଣ୍ଡବତ। ବ୍ୟାସଜୀ ଭଗବାନ ଶ୍ରୀ ସୁଖଦେବ ଗୋସ୍ୱାମୀ ପାଦ ପରୀକ୍ଷିତ ମହାରାଜଙ୍କର ପଦାରବିନ୍ଦରେ ପ୍ରଣାମ। ସନ୍ତ ଶିରୋମଣି ଜଗନ୍ନାଥ ଦାସୀ ମହାଭାଗ ଭକ୍ତି ଅବତାର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ପଦାରବିନ୍ଦରେ ପ୍ରଣାମ। ଅଦ୍ୟ ଶ୍ରୀମଦ ଭାଗବତ ପାଠ ଏବଂ ଆଲୋଚନା ଚକ୍ରର ସଭାପତି ମହୋଦୟ, ପ୍ରତିଷ୍ଠାତା ମହୋଦୟ, ବ୍ୟାସୀ ମହୋଦୟ, ପରମ ଆଦରଣୀୟ ସମସ୍ତ ଆଲୋଚକ ବନ୍ଧୁଗଣ, ସମାଦରଣୀୟ ଉପସ୍ଥିତ ଭଗବତ ରସ ପିପାସୁ ସୁଧୀ ସମାଜ, ଆପଣମାନଙ୍କୁ ସମସ୍ତଙ୍କୁ ଅନ୍ତରର ଗଭୀରତମ ପ୍ରଦେଶରୁ ଶ୍ରଦ୍ଧା ସମ୍ମାନ ଏବଂ ପ୍ରଣାମ। ମହାପ୍ରଭୁଙ୍କର ଅହେତୁକୀ କୃପା, ଯାହାର ଫଳସ୍ୱରୂପ ଆମେମାନେ ଶ୍ରୀମଦ୍ ଭାଗବତ ମହାପୁରାଣରୁ ଗୋଟିଏ ଲେଖାଏଁ ଅଧ୍ୟାୟ ପ୍ରତିଦିନ ଆଲୋଚନା ରଖୁଛେ। ଆଜି ହେଉଛନ୍ତି ଏକାଦଶ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟର ଆଲୋଚନା। ଏଠି ଆମେ କ'ଣ ଆଲୋଚନା କରିବା? ବଦ୍ଧ ଜୀବ ଯେ ଜୀବନ୍ମୁକ୍ତ ସାଧୁ ଆବର ଯେ ଭକତ ଏମାନଙ୍କର ଯେ ଲକ୍ଷଣ ଦ୍ୱାଦଶ ଅଧ୍ୟାୟ ବର୍ଣ୍ଣନ। ବଦ୍ଧ ଜୀବ କାହାକୁ କହନ୍ତି? ଜୀବନମୁକ୍ତ କାହାକୁ କହନ୍ତି? ସାଧୁ କାହାକୁ କହନ୍ତି? ଏବଂ ଭକ୍ତ କାହାକୁ କହନ୍ତି? ଏ ସମସ୍ତ ପ୍ରଶ୍ନ ପଚାରିବେ ଉଦ୍ଧବ ଏବଂ ଉତ୍ତର ରଖିବେ ସ୍ୱୟଂ ବାସୁଦେବ। ବଦ୍ଧ ମୁକ୍ତ ଇତି ବ୍ୟାଖ୍ୟା ଗୁଣତୋ ମେନ ବସ୍ତୁତଃ ଗୁଣସ୍ୟ ମାୟାମୂଳତ୍ୱାନ୍ ନ ମେ ମୁଖ୍ୟୋ ନ ବନ୍ଧନମ୍। ପ୍ରିୟ ଦିବ୍ୟାତ୍ମନ୍, ଯେତେବେଳେ ଉଦ୍ଧବ ମାଧବ ସମାଚାର ଚାଲିଛନ୍ତି, ଉଦ୍ଧବ ମହାପ୍ରଭୁଙ୍କୁ ପାଖରେ ପାଇସାରିଲା ପରେ ନିଜ ଭିତରେ ଥିବା ସମସ୍ତ ସନ୍ଦେହ ଗୁଡ଼ିକୁ ମୋଚନ କରିବା ପାଇଁ ଗୋଟିକ ପରେ ଗୋଟିଏ ପ୍ରଶ୍ନ ଉପସ୍ଥାପନ କରୁଛନ୍ତି। ପ୍ରଭୁ ଶୁଣ, ହେ ପ୍ରଭୁ ଦାମୋଦର ତ୍ରିଗୁଣେ ଜାତ ଏ ଶରୀର କେମନ୍ତେ ହୋଏ ତା ବନ୍ଧନ କହ ହେ ଶ୍ରୀମଧୁସୂଦନ। ସଂସାରେ ବନ୍ଧ ମୋକ୍ଷ ଦୁଇ କେମନ୍ତେ କଳ୍ପେ ତାର ଦେହି। ହେ ଈଶ୍ୱର, ସତ ରଜ ତମ ଏହି ତିନୋଟି ଗୁଣକୁ ଆଧାର କରି ଯଦି ଜୀବ ଜନ୍ମ ହୁଏ, ବଢ଼େ ଏବଂ ସଂସାରରେ ଆତଜାତ ହୁଏ, ପ୍ରଶ୍ନ ଆସୁଛି, ଏଇ ଜୀବ କେତେବେଳେ ବଦ୍ଧ ହୁଏ? ବଦ୍ଧ ମାନେ ଆବଦ୍ଧ ହେବା, ବିଷୟାସକ୍ତ ହେବା ଏବଂ କେତେବେଳେ ମୁକ୍ତ ହୁଏ। ମହାପ୍ରଭୁ ହସିଦେଲେ।
ଉଦ୍ଧବ, ଆମକୁ ମନେ ରଖିବାକୁ ପଡ଼ିବ, ଆମେ ଯେଉଁ ଗୁଣତ୍ରୟର କଥା ବିଚାର କରୁଛେ ସେଗୁଡ଼ିକ ମାୟାର ଏକ ଏକ ଝଲକ, କିନ୍ତୁ ଆତ୍ମା, ତା ପାଇଁ କୌଣସି ବନ୍ଧନ ନାହିଁ କିମ୍ବା ତା ପାଇଁ କୌଣସି ମୋକ୍ଷ ନାହିଁ। ଯେମିତି ପରମାତ୍ମା ଚିରନ୍ତନ, ଠିକ୍ ସେମିତି ଆତ୍ମା ମଧ୍ୟ ଚିରନ୍ତନ। ଆମେ ଯାହାକୁ ସୁଖ ଦୁଃଖ, ଆନନ୍ଦ ନିରାନନ୍ଦ ଏମିତି ସବୁ ବିଚାର କରୁଛେ, ଏ ସମସ୍ତ କେବଳ ମାୟାର ଭ୍ରମ। ସ୍ୱପ୍ନେ ଦେଖଇ ପ୍ରାଣୀ ଯାହା, ନିଦ୍ରା ଛାଡ଼ିଲେ ଜେନେ ମାୟା। ବିଦ୍ୟା ଅବିଦ୍ୟା ମୋର ଦେହ, ବନ୍ଧ ମୋକ୍ଷ ହିଁ ମାୟାମୟ। ଏ ସଂସାର ଭିତରେ ଯୋଡ଼ିଏ ତତ୍ତ୍ୱ, ଗୋଟିଏ ହେଉଛି ବିଦ୍ୟା ତତ୍ତ୍ୱ, ଆଉ ଗୋଟିଏ ହେଉଛି ଅବିଦ୍ୟା ତତ୍ତ୍ୱ। ନାହଂ ଦେହଂ ଚିଦାତ୍ମେତି, ମୁଁ ଦେହ ନୁହେଁ, ମୁଁ ଆତ୍ମା। ଏହି ବିଚାରକୁ ଆମେ ବିଦ୍ୟା କହୁ, ଯାହା ମୁକ୍ତି ଆଣିଦିଏ। ଯଦି ବ୍ୟକ୍ତି କହିବ ମୁଁ ଦେହ ବା ମୁଁ ଶରୀର, ସରିଲା କଥା, ସେଇଠି ହିଁ ଅବିଦ୍ୟା ଜାଗ୍ରତ ହେଲା ବୋଲି କହିବା। ଅବିଦ୍ୟା ବଳେ ବନ୍ଦୀ ହୋଇ, ହୀନ କୁମତି ଭାବ ବହି। ତେଣୁ ଭ୍ରମଇ ମାୟା ଭ୍ରମେ, କର୍ମ ଅର୍ଜିତ ପଥଶ୍ରମେ। ଯେତେବେଳେ ଜୀବ ଅବିଦ୍ୟାର ବଶବର୍ତ୍ତୀ ହୋଇଯାଏ, ସେ ଏହି ଶରୀରକୁ ବ୍ୟବହାର କରି କେମିତି ସଫଳ ହେବ ଭାରି ଚିନ୍ତା କରେ। ବିଭିନ୍ନ କାର୍ଯ୍ୟରେ ନିଜକୁ ଲିପ୍ତ ରଖେ। କୌଣସି ସଫଳତା ତାକୁ ଆହୁରି ଆଗେଇବାକୁ ପ୍ରେରିତ କରେ। ସେ ଜଞ୍ଜାଳି ହୋଇଯାଏ ଶେଷରେ। ଯେଉଁଥିପାଇଁ ଆମ ବଡ଼ ପୁରୁଷ ଆମମାନଙ୍କୁ କହିଛନ୍ତି, ଅମାନିଆ ମନଟା ତୁ ମନା ମାନୁ ନାହୁଁ କିଆଁ। ଅମାନିଆ ମନଟା ତୁ ମନା ମାନୁ ନାହୁଁ କିଆଁ। ସଂସାରର ଖେଳ ଘର ମାତ୍ର ଅଢ଼େଇ ଦିନିଆ, ମନା ମାନୁ ନାହୁଁ କିଆଁ। ଅମାନିଆ ମନଟା ତୁ ମନା ମାନୁ ନାହୁଁ କିଆଁ। ଶରୀର ସର୍ବସ୍ୱ ହୁଅ ନା, ସଂସାର ସର୍ବସ୍ୱ ହୁଅ ନା। ବିଶ୍ୱାସ ରଖ, ଆମେ ଯାହାକୁ ଶରୀର କହୁଛେ ତା ଭିତରେ ମଧ୍ୟ ଈଶ୍ୱର ଅଛନ୍ତି। ଏ ଭିତରେ ଯୋଡ଼ିଏ ସତ୍ତା, ଗୋଟିଏ ଜୀବ ଆଉ ଗୋଟିଏ ପରମ। ଗୋଟିଏ ଗଛରେ ପକ୍ଷୀ ଦୁଇଟି ଦେଖ କେମିତି ବସି ଖେଳୁଛନ୍ତି ନୀତି ନୀତି, ଦେଖ କେମିତି। ଶରୀର ରୂପକ ଗଛ, ଯୋଡ଼ିଏ ଡାଳ, ଗୋଟିଏ ଡାଳରେ ଜୀବ ଆଉ ଗୋଟିଏ ଡାଳରେ ପରମ। ଏକଇ ବୃକ୍ଷେ ହଂସ ଦୁଇ, ବସନ୍ତି ପ୍ରିୟ ଭାବ ବହି। ସ୍ୱଭାବେ ବେନି ସଖା ହୁଅନ୍ତି, ଏକ ଆରେକ ନ ଛାଡ଼ନ୍ତି। ଆମେ ଯାହାକୁ ଜୀବ କହୁଛେ ସେ ପରା ପରମ ଅଂଶ। ଗୁରୁ ଶିଷ୍ୟ ସମ୍ପର୍କ ପରି, ମାତା ଏବଂ ସନ୍ତାନର ସମ୍ପର୍କ ପରି ଅଂଶ ଅଂଶୀର ସମ୍ପର୍କ। କେହି କାହାକୁ ଛାଡ଼ିବେ କେମିତି? ସମାନ ଶକ୍ତି ସେ ବହନ୍ତି, ବଦ୍ଧ ବିମୁକ୍ତ ବେନି ଗତି। ଯଦିଓ ଏଇ ଯେଉଁ ଜୀବ ଆଉ ପରମ, ଜୀବାତ୍ମାର ଶକ୍ତି ଯାହା ପରମାତ୍ମାର ଶକ୍ତି ତାହା ବୋଲି ଏଠି ବର୍ଣ୍ଣନା କରାଯାଉଛି।
ଫରକ ଜୀବଟି ଆବଦ୍ଧ ବିଷୟଯୁକ୍ତ, କିନ୍ତୁ ପରମ ସବୁବେଳେ ବିମୁକ୍ତ। ଯଦି ଆମେ ଶରୀରକୁ ଗୋଟିଏ ଗଛ ବୋଲି ବୁଝିବା, ଏଥିରେ ଜୀବ ପରମ ଯୋଡ଼ିଏ ହଂସ ବୋଲି ବୁଝିବା, ଏ ଭିତରେ ପୁଣି ଫରକ ହେଲା, ସେ ବୃକ୍ଷେ ଯେତେ ଫଳ ଫଳେ ଏକ ଭୁଞ୍ଜଇ ତାହା ବଳେ। ଇଏ ଶରୀରକୁ ବ୍ୟବହାର କରି ଯେଉଁ ଯେଉଁ କର୍ମ ଜୀବ କରେ ତାର କର୍ମଫଳକୁ ସେ ଭୋଗ କରେ, କିନ୍ତୁ ଯେଉଁ ପରମ ସତ୍ତା ଏ ଭିତରେ ଅଛନ୍ତି କେବଳ ସାକ୍ଷୀ ସ୍ୱରୂପ ରହିଯାଆନ୍ତି। ଏକୋ ଦେବ ସର୍ବଭୂତେଷୁ ଗୂଢ଼ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା କର୍ମାଧ୍ୟକ୍ଷ ସର୍ବଭୂତ ନିବାସ ସାକ୍ଷୀ ଚେତା କେବଳ ନିର୍ଗୁଣଶ୍ଚ। ନିଜର ଅଜ୍ଞତାର ବଶବର୍ତ୍ତୀ ହୋଇ ଜୀବ କିନ୍ତୁ ଏ ହୃଦୟ କନ୍ଦର ଭିତରେ ପରମଙ୍କର ସତ୍ତା ଅଛି ଏହା ବୁଝିପାରେ ନା। ପରମ ପରମ ଆନନ୍ଦୀ ଅବିଦ୍ୟା ସଙ୍ଗେ ଜୀବବନ୍ଦୀ ପ୍ରତ୍ୟକ୍ଷେ ଦେହେ ସେ ବସଇ ନଥିଲା ପ୍ରାୟ ଲକ୍ଷ୍ୟ ହୋଇ। ପ୍ରତ୍ୟକ୍ଷ ଭାବରେ ପରମ ସତ୍ତା ଏ ହୃଦୟ କନ୍ଦର ଭିତରେ ଥିଲେ ମଧ୍ୟ ସାଧାରଣ ଦୃଷ୍ଟିରେ ଦିଶେ ନା। କିନ୍ତୁ ଉଦ୍ଧବ ମନେ ରଖ, ଆତ୍ମାକୁ ଆତ୍ମା ଯେବେ ସ୍ମରେ ପରମ ଆନନ୍ଦେ ବିହରେ। ଯେତେବେଳେ ଏଇ ଜୀବାତ୍ମା ଏଇ ଜୀବ ଅନ୍ତର ଭିତରେ ଥିବା ପରମ ସତ୍ତାକୁ ସ୍ମରଣ କରିବ, ଅନୁଭବ କରିବ, ସେତେବେଳେ ହିଁ ସେ ପରମାନନ୍ଦ ଅବଶ୍ୟ ପ୍ରାପ୍ତ ହେବ ଏବଂ ତାରି ଭିତରେ ଗୋଟିଏ ପାଣ୍ଡିତ୍ୟ ସୃଷ୍ଟି ହେବ, ବିଦ୍ବତ୍ତା ସୃଷ୍ଟି ହେବ। ସେ ହିଁ ଜ୍ଞାନୀ ହେବ। କିଏ ଜ୍ଞାନୀ? ଯେ ଭିତରେ ଥିବା ଜ୍ଞାନ ସତ୍ତାକୁ ବୁଝିଛି ସେ ହିଁ ଜ୍ଞାନୀ। ନାଇଁ କଥାକୁ ଯଦି ଓଲଟେଇ ଦେବା, ଅବିଦ୍ୟାର ବଶବର୍ତ୍ତୀ ହୋଇ ଅଜ୍ଞାନ ଭିତରେ ବୁଡ଼ି ରହିଲା, ସେଇ ତ ଅଜ୍ଞାନୀ। ଜୟ ଶ୍ରୀକୃଷ୍ଣ।